ମାଣବସା ଗୁରୁବାର କେବଳ ଏକ ପର୍ବ ନୁହଁ ଆମ ପାଇଁ। ଏହା ହେଉଛି ଆମ ଓଡ଼ିଆ ଘରର ଆଭିଜାତ୍ୟ, ପରମ୍ପରା ଓ ଗର୍ବ ଓ ଗୌରବ ମଧ୍ୟ। ତେବେ ମାଣବସା ଗୁରୁବାର ଦିନ, ଏଟା ତ ନର୍ମାଲ ଗୁରୁବାର, ମାର୍ଗଶିର ମାସର ଗୁରୁବାର, ପ୍ରଥମ ଗୁରୁବାର ଥିଲା। ଆଉ ବହୁତ ଜାଗାରେ ମୁଁ ଶୁଣିଲି ଝୋଟି ମଧ୍ୟ ପକାନ୍ତିନି, କାହିଁକିନା ପ୍ରଥମାଷ୍ଟମୀ ଯାଏନି, କିନ୍ତୁ ଆମର ଝୋଟି ପଡ଼େ। ଆଉ ମୁଁ ସକାଳୁ ସକାଳୁ ଉଠିକି ଚାଉଳ ବାଟି ଝୋଟି ପକେଇଦେଲି। ମୁଁ ସକାଳୁ ହିଁ ଝୋଟି ପକାଏ ନର୍ମାଲି ସବୁବେଳେ। ଆଉ ତାପରେ ତରତରରେ ଯାଇ ସବୁ ଲକ୍ଷ୍ମୀଙ୍କ ପାଦ ପାଖରେ ଫୁଲ ସବୁ ରଖିଦେଲି। ଯେମିତି ଆମର ତ ଏମିତି ନର୍ମାଲି ତ ଗୋବର ଦିଆ ହେଇକି ସବୁ ଦୁଆର ବନ୍ଧ ପାଖରେ ଫୁଲ ରଖା ହୁଏ। ତ ଏଠି ତ ମୁଁ ଗୋବର ବଗେରା ଦିଏନି, କିନ୍ତୁ ଯେମିତି ନର୍ମାଲି ଏମିତି ଦୁଇଟା ଫୁଲ ଦୁଇ ପଟେ ରଖିଦିଏ, ତା ସାଙ୍ଗରେ ପାଦ ଉପରେ ବି ଗୋଟେ ଫୁଲ ମୁଁ ରଖିଦିଏ। ପିଲାଦିନେ ମନେ ଅଛି, ମା ଯେତେବେଳେ ସକାଳୁ ସକାଳୁ ଉଠିକି ବାକି କାମରେ ଲାଗିଯାଏ ଗାଧେଇ ପାଧେଇକି, ତ ଏଇ ଫୁଲ ଦବା କାମଟା ଥାଏ ମୋର। ଗୋବର ରଖିକି ମୁଁ ନର୍ମାଲି ସବୁବେଳେ ଫୁଲ ଦିଏ, ଏଇଟା ହେଉଛି ମୋର କାମ। ଏଥିପାଇଁ ଗାଧେଇବା ନ ଗାଧେଇଲେ ବି ଚଳିବ, କିଛି ଅସୁବିଧା ନାହିଁ। ଆଉ କେତେ ଶୀତ ଲାଗେ କହିଲେ, ଯଦି ଆପଣମାନଙ୍କର ମନେ ଥିବ, ଲାଷ୍ଟ ମତଲବ ଗଲା ବର୍ଷ ଯାଏ ବି ଶୀତ ଥିଲା, ଏ ବର୍ଷ ତ ବିଲକୁଲ ବି ଶୀତ ନାହିଁ। ଆଉ ଘିଅ ଦେଖିପାରୁଥିବେ, ଘିଅ ପୁରା ତରଳିକି ଅଛି। ଆଉ ସବୁ ବର୍ଷ ବସିଯାଏ, ମୁଁ ତାକୁ ତରଳେଇକି ଦୀପରେ ଦିଏ, ତଥାପି ବି ସେ ମାନେ ଅଧା ଜଳିକି ବସିଯାଏ, ଏତେ ଥଣ୍ଡା ଥାଏ ଯେ। କିନ୍ତୁ ଏ ବର୍ଷ ଆଶ୍ଚର୍ଯ୍ୟଜନକ ଭାବରେ ଶୀତ ବିଲକୁଲ ବି ନାହିଁ। ଆଉ ଏଇ ପର୍ବଟିକୁ ଆମେ ଓଡ଼ିଆମାନେ କେବଳ ରାଜ୍ୟ ବାହାରେ ନୁହେଁ, ଦେଶ ବାହାରେ ବି ସମସ୍ତେ ଗର୍ବର ସହ ପାଳନ କରୁ। ସୋସିଆଲ ମିଡ଼ିଆରେ ମୁଁ ବହୁତ ଲୋକଙ୍କୁ ଦେଖିଛି, ଯେଉଁମାନେ ଦେଶ ବାହାରେ ବର୍ଷ ବର୍ଷ ଧରି ରହିଲେ ମଧ୍ୟ ଏମିତି ଭାବରେ ସମାନ ଭାବରେ ଝୋଟି ପକାଇ ଏହି ପର୍ବକୁ ପାଳନ କରୁଛନ୍ତି। ଆଉ ମୁଁ ଏବେ ଆସିଲି ହେରି ରୋଷେଇ ଘରକୁ ରୋଷେଇ କରିବା ପାଇଁ। ତ ଘାଣ୍ଟ ତରକାରୀ କରିବି ଆଉ ଖଟା କରିବି। ଆଉ ଏଇ ଓଉଟା ବୋଧେ ବହୁତ ଦିନ ହେଲା ରହିଯାଇଛି, ଏଇଟା ମୁଁ ଓଡ଼ିଶାରୁ ମଗେଇଥିଲି ଆକ୍ଚୁଆଲି ହବିଷ ଡାଲମା କରିବା ପାଇଁ, କିନ୍ତୁ ହବିଷ ଡାଲମା କଲିନି। ମୋର ଜଣେ ପଡ଼ୋଶୀ, ସେ ମୋତେ ହବିଷ ଡାଲମା ଦେଇଦେଲେ। ଆଉ ପିଲାମାନେ ତ ଖାଆନ୍ତିନି, ଆମ ଦୁଇ ଜଣଙ୍କର ଆଉ ସେତିକି ହବିଷ ଡାଲମା ବି ବହୁତ ହେଇଗଲା, ତ ସେଥିଲାଗି ମୁଁ ଆଉ କଲିନି। ତେଣୁ ଓଉ ଖଟାର କରିବି ବୋଲି ଆଣିଛି, କିନ୍ତୁ ଦେଖିଲା ବେଳକୁ ସେଇଟା ଟିକେ ବ୍ରାଉନ୍ କଲର୍ ହେଇଗଲାଣି। ଆଉ ଏବେ ଦେଖନ୍ତୁ, ଏଠି ପଞ୍ଚଫୁଟଣ ଫୁଟେଇଦେଲି, ତାପରେ ହିଙ୍ଗ ଟିକେ ପକେଇଦେଲି, କଞ୍ଚା ଲଙ୍କା ପକେଇ ଦେଇଛି, କାଶ୍ମୀରୀ ଲାଲ ମିର୍ଚ ପାଉଡର ଟିକେ ପକେଇ ଦେଇଛି। ଆଉ ଏବେ ଓଉ ସବୁ କାଟିକି ଏମିତି ଭାବରେ ପକେଇ ଦେଇଛି। ଆଉ ଏଇଟା ମୋ ଜୀବନର ପ୍ରଥମ ଥର ଯେବେ କି ମୁଁ ଓଉକୁ କାଟୁଛି। ଆ ପୂର୍ବରୁ ମୁଁ କେବେ ବି ଓଉକୁ ହ୍ୟାଣ୍ଡେଲ କରିନଥିଲି, କାଟିନଥିଲି, ଏଇଟା ହେଉଛି ପ୍ରଥମ ଥର। ଆଉ ଏବେ ଅଳ୍ପ ଟିକେ ପାଣି ଦେଇ ସେଥିରେ ଲୁଣ ହଳଦୀ ପକେଇ ତାକୁ ଘୋଡ଼େଇ ଦେବା। ଆଉ ଘାଣ୍ଟ ତରକାରୀ ପାଇଁ ଏଠି ମୁଁ ପାଣି ଫୁଟିଲା ପରେ ସେଥିରେ ଏସବୁ ପରିବାକୁ ଆଡ଼ କରିଦେଇଛି। କଖାରୁ, ଆଳୁ, ବାଇଗଣ, ତା ସାଙ୍ଗରେ ଆମର ସାରୁ ଆଉ ଅମୃତଭଣ୍ଡା, ଏତିକି ପରିବା ମୋ ପାଖରେ ଆଭେଲେବୁଲ୍ ଥିଲା। ଏଥିରେ ଲୁଣ ହଳଦୀ ପକାଇ ଆମେ ୟାକୁ ସିଝେଇ ନେବା। ଆଉ ଏବେ ଦେଖନ୍ତୁ, ଖଟାରେ ମୁଁ ଏବେ ପାଣି ଗୁଡ଼ଟା ପକାଇ ଦେଇଛି। ଗୁଡ଼ଟା ମୋର ଓଡ଼ିଶାରୁ ଆସିଥିଲା, ତ ଏଥିରେ ମୁଁ 3 ରୁ 4 ଟେବୁଲ ସ୍ପୁନ୍ ଏଇ ଗୁଡ଼ଟାକୁ ପକାଇ ଦେଇଛି। ତାକୁ ଏବେ କୁକ୍ ହେବା ପାଇଁ ଦେବା। ଆଉ ପୂର୍ବରୁ ମୁଁ କ'ଣ କରିଥିଲି ନା, ଡାଲି ଯେମିତିକି ଆମର ବୁଟ ଡାଲି, ତା ସାଙ୍ଗରେ ଗୋଟା ବୁଟ କିଛି, ଟିକେ ହରଡ଼ ଡାଲି, ଏତିକି ଡାଲିକୁ ମୁଁ ଭିଜେଇକି ରଖିଦେଇଥିଲି। ତା ସାଙ୍ଗରେ ରାଜମା, ଅଳ୍ପ ଟିକେ ରାଜମା, ଏତିକି ଜିନିଷ ମୁଁ ଭିଜେଇକି ରଖିଦେଇଥିଲି। ଆଉ ତାକୁ 2ଟା ସିଟି ଦେଇ ବଏଲ୍ କରିଦେଇଛି। ଏବେ ମୁଁ ଏଠି ସେ ଯେଉଁଟା ବଏଲ୍ କରିକି ରଖିଥିଲି ପୂର୍ବରୁ, ସବୁ ଡାଲି, ଯେଉଁ ଡାଲି ମୁଁ କହିଲି, ସେ ସବୁ ଡାଲିକୁ ଏବେ ଆମେ ଏଥିରେ ପକାଇଦେବା। ପକାଇକି ଆକୁ ଆମେ ଘାଣ୍ଟି ନେବା। ଆଉ ଏବେ ଆକୁ ପରିବା ପାଖାପାଖି ଆମର 60-70% ସିଝିଗଲାଣି। ଆଉ ଆକୁ ଏବେ ମସଲାର ପ୍ରିପାରେସନ୍ କରିନେବା। ଏଥିରେ ଅଛି ଟମାଟୋ, ଜିରା, ଅଦା, କଞ୍ଚା ଲଙ୍କା। ଆକୁ ଆମେ ଗୋଟେ ସ୍ମୁଥ୍ ପେଷ୍ଟ ବନେଇ ନେବା। ଏବେ କିଛି ତେଲ ମୁଁ ନେଇଛି। ହଁ, ଆପଣମାନେ କହିବେ ସୋରିଷ ତେଲ କ'ଣ ପାଇଁ ୟୁଜ୍ କରୁଛନ୍ତି? ଦେଖନ୍ତୁ, ଏଇଟା ମୁଁ ପୂଜା କରିବାର ବି ନାହିଁ, ପୂଜା କରିଥିଲେ ଘିଅ ୟୁଜ୍ କରିଥାନ୍ତି। ଆଉ ରିଫାଇନ୍ ତେଲ ମୁଁ ଟିକେ ଅଧିକା ଆଭଏଡ଼ କରେ, ତ ସେଥିଲାଗି ମୁଁ ସୋରିଷ ତେଲ ନେଉଛି। ସୋରିଷ ତେଲରେ ବି କିଛି ପ୍ରୋବ୍ଲେମ୍ ନାହିଁ। ଏବେ ମୁଁ ଏଥିରେ ଫୁଟଣ ଦେଇଦେଇଛି, ତା ସାଙ୍ଗରେ ହିଙ୍ଗ ଅଳ୍ପ ଟିକେ ପକାଇ ଦେଇଛି, କାଶ୍ମୀରୀ ଲାଲ ମିର୍ଚ ପାଉଡର ଅଳ୍ପ ଟିକେ ପକାଇ ଦେଇଛି। ତାପରେ ଏବେ ଏଇ ଯେଉଁ ମସଲାଟା ଆଡ଼ କରିଦେଇଛି, ଯେଉଁ ମସଲାଟା ପୂର୍ବରୁ ମୁଁ ଆପଣଙ୍କୁ ଦେଖେଇଥିଲି। ତାପରେ ଏଠି ଟମାଟୋ ଫାଳେ ମୁଁ ପକାଇଥିଲି ତରକାରୀରେ ସିଝିବା ପାଇଁ, ଲାଷ୍ଟକୁ ପକାଇଥିଲି, ତ ତାକୁ ଆମେ ଏବେ ଏଥିରେ କଷି ନେବା। ତେଲ ଉପରକୁ ଉଠି ଆସିବା ପର୍ଯ୍ୟନ୍ତ ଆମେ এই ମସଲାଟାକୁ କଷିବା। ଏବେ ଦେଖନ୍ତୁ, ତେଲ ଉପରକୁ ଉଠି ଆସିଲାଣି। ଏବେ ଆମେ ତାର ଛୁଙ୍କଟା ଦେଇଦେବା। ଆଉ ଏବେ ଶେଷରେ ଏଥିରେ ଆମେ ଜିରା ଗୁଣ୍ଡ 2 ଟେବୁଲ ସ୍ପୁନ୍, ତା ସାଙ୍ଗରେ ଧନିଆ ପତ୍ର ଅଳ୍ପ କିଛି ମିଶାଇ ନେବା। ଏବେ ଆମର ତରକାରୀଟା ବି ରେଡ଼ି ହୋଇଯାଇଛି। ଆଉ
ओऊ खटाटा कौन है मु किसी बुझीपारे एक्चुअली से बहुत दिन रही जाता बोली खराब हो जाता कि कौन केमती है मत कि बुझा पड़ानी। तरकारीटा तो देखो घांट तरकारीटा बहुत सुंदर बनी किंतु ओऊ खटाटा मत कि बुझा पड़ानी हुए तो यहाँ सोरिष देकी बनई बोध हुए भल लगी था। आपण मैंने कमेंट करके जनइबे कि मुझे यूट्यूब देखी से साधा भी बनाऊे एत यार टेस्ट मत पसंद आसलानी या गुड़टा खराब करदेला टेस्ट को मुझे बुझीपारे। शेष में ये आम थाली को सर्व करनवा और आपण मैंने जो जानते ओ खटाटा कहीं मोर खराब है मत कमेंट करके प्लीज जनइबे। अब वीडियो जदि आपण मानकु पसंद आए तेरे वीडियो को लाइक और शेयर करने को भूलें। आज भिडियो एति रोची। नमस्कार। जय जगन्नाथ।